ସୁଯୋଗ ଆପଣ ମାନଙ୍କୁ ମାର୍କେଟ ଯିବାକୁ ପଡ଼ିବନି ହାଟ ବାନ୍ଧିବାର ପୁରା ସୁବର୍ଣ୍ଣ ସୁଯୋଗ ଛିଡ଼ି ଯାଇଥିଲେ ଯୋଡ଼ି ଦେବି ଲମ୍ବି ଯାଇଥିଲେ ଜାକି ଦେବି ଢିଲା ଯାଇଥିଲେ ଟାଇଟ୍ କରିଦେବି ଟାଇଟ୍ ଯାଇଥିଲେ ଢିଲା କରିଦେବି ଆଉ ମଇଳା ଥିଲେ ଏସିଡି ପକେଇ ସଫା କରିଦେବି ପୁରା ଠିଆରେ ଠିଆରେ ଆଜ୍ଞା ସୁନା ରୂପା ରିପାରିଂ କରିବେ ଆପଣ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆପଣ ମାନଙ୍କ ସୁନା ଦୋକାନକୁ ଯିବାକୁ ପଡ଼ିବନି ହାତ ବାନ୍ଧିବାର ପୁରା ସୁବର୍ଣ୍ଣ ସୁଯୋଗ ହାତ ଝଡ଼ା କରିବେନି ଛିଡ଼ି ଯାଇଥିଲେ ଯୋଡ଼ି ଦେବି ଢିଲା ଯାଇଥିଲେ ଟାଇଟ୍ କରିଦେବି ଟାଇଟ୍ ହେଇଯାଇଥିଲେ ଢିଲା କରିଦେବି ଆଉ ମଇଳା ଥିଲେ ଏସିଡି ପକେଇ ସଫା କରିଦେବି ପୁରା ଠିଆରେ ଠିଆରେ ଆବେ କିଏ ଗୋଟେ ଆସିଲାଣି କଣ ନାରୀ କଣ୍ଠ ଶୁଭୁଛି ଆଜି ପୁରା ଜମି ଯିବ ଆଉ ଆସନ୍ତୁ ଆଜ୍ଞା ଆସନ୍ତୁ ଆସନ୍ତୁ फेरीवाला नहीं मु सुना काम करे ए तुम चेहरा देखिले जहा कहूजी तमर तो थब देखो देखैबी नहीं नहीं कोन देखैबी तमे कोन एमिति कथा बात करछ सुनना सुनना तम सुना रे कोन डिफरेंट अछि मत देखा मु पूरा ठियारे ठियारे कर देली अरे मु बुझी पारिले नै कोन बुझी पारनो जे छिड़ी जाइतिले जोड़ी देबी ढिला आइतिले टाइट कर देबी टाइट आइतिले ढिला कर देबी लंबी जाइतिले जाकी देबी आ मइला थिले एसिड पके सफा कर देबी पूरा ठियारे ठियारे ई मां तमे सत्य कहू जा एसिड पके सफा कर दबा मिछ जमा मो जात करे नै जदी अविश्वास लागुची ए 7-8 घंटा गांव जाई पचारन ए चिचुमा मणियार रेकर्ड ए पब्लिक कहबी कोन कहलो भाई तुम नांडा आउ थरे कहलो चुचुमा सत कहू जे तुम ना चुचुमा आपण मिछरे कहबी चुचुमा भाई तमे उलो चुचुमी तू देखा हेला जेबे मोरा मारी देला रे प्रेम आहे अक्षरा प्रेम आहे अक्षरा
ହଁ ଆଉ ଟିକେ ଚାଲ ଚାଲ ଆଉ ଟିକେ ଟିକେ ଆସ ଆସ ଆଉ ଟିକେ ଆସ ଆସ ପରେ କରିବା ନାଇଁ ଆସ ଆଉ ଟିକେ ଆସ ଆରେ ସେତିକି ଥାଉ ସବୁ କଣ ଆଜି ସାରିଦେବ କାଇଁ ତମର ଅସୁବିଧା କୋଉଠି ହଉଛି ଫୁଲ ଅସୁବିଧା ଅଛି ଚୁଚୁମା ଭାଇ ହଁ ତମେ କୋଉଠି ଥିଲ ମୁଁ ତମକୁ କେତେ ଆଡେ ଖୋଜିଲି ହେଲେ କୋଉଠି ପାଇଲିନି ତମେ କୋଉଠି ଥିଲ ଏତେ ଦିନ ହେଲା ଆଲୋ ମୁଁ ଆଉ କଣ କରିବି ରେଳରେ କେରଳ ପଳେଇଥିଲି ଆଉ ଲକଡାଉନ ସଡନ ହେଇଗଲା କେରଳରେ ଫସିଗଲି ଆଉ ଗାଁକୁ ଆସିପାରିନି ଗାଁକୁ ଆଇ ଦେଖେ ତ ତୁ ଆଉ ଗାଁରେ ନାହୁଁ ଗାଁ ଲୋକମାନଙ୍କୁ ପଚାରିବାରୁ ତୋ କଥା କେହି କହିପାରିଲେନି ମୁଁ ପୁରା ବାଇଆ ବିତଳ ହେଇଗଲି ଆଉ କଣ କରିବି ମୋ ମୁଣ୍ଡରେ କିଛି ବି ପଶିଲାନି ହଁ ମୋ ମୁଣ୍ଡକୁ ଗୋଟେ ଆଇଡିଆ ଆସିଲା ଆଇଡିଆ କି ଆଇଡିଆ ହଁ ଆଇଡିଆ ମୁଁ ବୁଲା ବେପାରୀ ହେଇଯିବି ଆଉ ସହରରୁ ଗାଁ ଯାଇ ଝିଅ ବୋହୂ ମାନଙ୍କର ସୁନା କାମ କରିବି ଆଉ ଗାଁ ଗଣ୍ଡା ବୋଲି ତତେ ଖୋଜିବି ଆଉ ଏ ଚୁଚୁମି ତୁ ତ ଏବେ ମିଳି ଯାଇଛୁ ଏବେ ମୁଁ ତ ବଣିଆ ତୁ ମୋ ସୁନା କିଲୋ ଚୁଚୁମି ତୁ ସାରି ଦେଇଛୁ ସାରି ଦେଇଛି ମାନେ କଣ ସାରି ଦେଇଛି ସବୁ ଅଛି ହାତରେ ଶଙ୍ଖା ମଥାରେ ସିନ୍ଦୁର ତାମାନେ ତୁ ବାହା ହେଇଯାଇଛୁ ଆଉ କଣ କହିବି ଲୋ ଚୁଚୁମା ତମେ ଗଲା ପରେ ମୋ ବାପା ପବନା ତାର ବିକଳାଙ୍ଗ ପରିସ୍ଥିତିରେ ପଡି ମତେ ଗୋଟେ 65 ବୁଢା ସହ ବାହା ଦେଇଛି ବିଶ୍ଵ ସତ କହୁଛି ଲୋ ଚୁଚୁମା ଭାଇ ସେ ଯୋଗଣିଖିଆ ବୁଢା ବସିଲେ ଉଠି ପାରୁନାହିଁ ନା ଉଠିଲେ ବସି ପାରୁନାହିଁ 4-6 ଜଣ ଟୋକା ଦରକାର ହଉଛନ୍ତି ଉଠୁ ବସ ବହୁତ କଷ୍ଟରେ ଥିବୁ ବହୁତ କଷ୍ଟରେ ଅଛି ହେଲେ ଆଜିଠୁ ମୋର ସବୁ କଷ୍ଟ ଦୂରେଇ ଗଲା କେମିତି ରେ କଣ କେମିତି ବୁଝିପାରୁନ ତମେ ମତେ ଖୋଜୁଥିଲ ମୁଁ ତମକୁ ଖୋଜୁଥିଲି ତମେ ମତେ ପାଇଗଲ ମୁଁ ତମକୁ ପାଇଗଲି ଶୁଣ ଆଜିଠୁ ତମେ ଏଇଠି ରହିବ ହଁ ଏଇଠି ରହିବ ଚାଲ ଯିବା ଯିବା ପୁରୁଣା ସ୍ମୃତିକି ଟିକେ ଫେରି ଯିବା ହେଲେ ମୋର ମନ ଅଛି ତତେ ନେଇ କେରଳ ପଳେଇବ ସେ ଶଳା ବୁଢା କଣ ବାଟ ଛାଡିବ ବାଟ ଛାଡିବ ସେ ବୁଢା କଣ ମୋ ବାଟ ଜଗିଛି ନା ଅନେଇଲ ଚୁଚୁଆ ଭାଇ ମୁଁ ତାକୁ ଦିନକୁ 8-10 ଥର ଆଉ ଯଦି ମୁଁ ତାକୁ ହେଟି ନା କରିଦେବି ହେଇଟି କଣ ଛିଟିକି ଯାଉଛ ମୁଁ ତମେ ସାଢକୁ କାହିଁ ଯାଉଛ ପେଣ୍ଟରେ ଏକ କରିଦବା ହେଲେ ମୋ ମନ କହୁଛି ସେ ଯୋଗଣିଖିଆ ବୁଢାକୁ ଛାଡି ତମକୁ ନେଇ ପଳେଇବାକୁ ଯିବା ଚାଲ ପୁରୁଣା ସ୍ମୃତି ଆରମ୍ଭ କରିବା ଠକ ଠକ କଲାଣି ତମେ ସିଆଡେ କାହିଁ କାନ ଦଉଛ ନାଇଁ ଠକ ଠକ କଲାଣି ଚୁଚୁମା ଭାଇ ଆରେ ପିଇସା ତମେ କୋଉଠି ଚୁଚୁମା ଭାଇ ଇଏ ମୋ ଘଇଟା ଆଇଲା ବୋଧେ ଇଲୋ ଆମେ କୁଆଡେ ଯିବା ଗୋଟେ କାମ କର ତମେ ଘର ଭିତରେ ପଶି ଯାଅ ସେଠି ଗୋଟେ ବଡ ହାଣ୍ଡି ଅଛି ପଶିବ ଆରେ ପିଇସା ତମେ କୋଉଠି ଦେଖୁନ କାଳେ ସେଇଠି ହବ କି ଆରେ ପିଇସା ତମେ କୋଉଠି ହବନି ସେଠି ହବ କି ମାନେ ହରିଣ ଭାବିଛୁ ନାଇଁ ଏଠି ବି ହବନି କଣ କରିବା ଏ ଚୁଚୁମି ତମେ ଟିକେ ଟେକ କଣ ଦେଖିବି ତମେ ଆଇଥିଲ ମୋ ଛାଇଆ ତଳେ ନୁଚିବ ଚୁଚୁମା ଭାଇ ତମେ ଏଇଠି କିଛି ସମୟ ଆଣ୍ଠେଇ ପଡ ଆଣ୍ଠେଇ ପଡ ମୁଁ ଘର ଭିତରୁ ଯାଉଛି ଲୁଗା ଖଣ୍ଡା ଆଣି ତମକୁ ଘୋଡେଇ ଦେବି ଆଣ୍ଠେଇ ପଡିବ ଚୁଚୁମି ଘରୁ ଆଣିଲେ ଲେଟ୍ ହବ
ମୋ ପାଖରେ ଗୋଟେ ଝାଡ଼ା ବସିବା ଗାମୁଛା ଅଛି ତାକୁ ଟିକେ ଆଡଜଷ୍ଟ କରିଦେବା ଆଉ। আরে পেশা তুমি কোনটি আমি মনে হরিণ ভাবিছি নাই কৃষ্ণ সার আমি মনে হরিণ ভাবিছি নাই ଯୋଗଣିଖିଆ ବୁଢ଼ା କେବେ ଆସିବାକୁ ଥିଲା ସିଆଡ଼େ କୁଆଡ଼େ ମରିଗଲାଣି ମୁଁ ଆରି ସାଥିରେ ପଳେଇଥିଲି ତମେ ମାନେ ଜମା ସେମିତି ହୁଅ ନା ମୁଁ ଡାଇଲଗ ଭୁଲି ଯିବି सती मागिना का पाखे थिब ना वन पीस मो पाखे ही अच्छी धन हाँ मो सुना हाँ मो पागुली हाँ एत जल्दी पळे आइलो कथा कौन की आज सकाल का मुह चाहिए बाबू को जाऊ कहू कहू टंका 20,000 फटाफट गड़ी देदेले आउ अनैला तमर यही कथा जुगुरु मु रागी जाई काना मोह कम 10-12टा माइकिना रखिछ ये गोटाई बेली मु सुंदरी माइकिना मोर मुह म चाहि जाई किलो मु गला बेले तू बेटे गिरी सोइथिलु हे नाइबो मु टिके तेछई के अनै थे तने देखिना हां हाउ आउ हेथिबो मोर ध्यान नथिबो हो छाड़ से कथा जेते बेले जल्दी पळे आसिलिनी आउ टिके रोमांस कर दवा बेडरूम को जिबा कोन बेडरूम को ए ना आग जलखियाटा तापर जाइकरी मिलसी कथा चिंता करियो नहीं सेठी जलखिया करते बा सेठी टिके रोमांस करे ए ना आग स्टूल रे तापर खट रे मो गेलु मो पागुलु मो बाइया चलो जिबा रूम को आग स्टूल रे तापर जाई खट रे भाई तुमको मोर आडो बेडरूम को ना तू एते बिकल पड़ निलो फास्ट डिग्री रोमांस कर दबा तापर जाई 61 समारी बने मो अंटा भांगी माई कम इलो चुचुमी स्टूल तो भांगिला हेले से भंगा स्टूलटा गला करे मु देखुची तमर आ किछि मन रहउ नै ये मार्बल घर तो ये खसी जाई कि गोटे ठेंगा बेंच हे जाई छला एपडू आसी बेंच हे गला हेले से चादरटा कोन टंगा हिची तमे जो कंटा बारे थलो से कंटा रे से नाखी जाई छला कंटाटा छत्ती हाइदिला बोधे आ हो रह देखे भले ए भाई हे जो लेलो गोटे निजुव वस्तु कइले भाई कथा कथा कहिबो कहबनी कहबो ओ भाई मु ना गिउ के भाई तबे कोन दिलो ए भाई हाँ तुम कौन थिला मु तम बारीपट चाकुंडा गछरे रहउथिले हां हां तू से गछ काटी स्टूल तैयारी कर देलु एबे मो आत्मा ए स्टूल रे इलो बाइया इलो भूत भारिलानी आसो जी बास ए रा भूत को मु अंटा तले बांधी गिरी बुरिया लोको रह ता भूतर आत्मा को शांति कर देबी आ तू खाली अनई था ता आत्मा किमिति शांति पाइबो मु मंत्र फुकी देबी आ रह टिके खाली अन्ना कोन होउछ Uno.
ନା ବଣିଆ। କଣ କହିଲୁ? ଶଳା ଏବେ ଟିକେ ଆଗରୁ କହୁଥିଲୁ ଭୂତ, ଏବେ କଣ କହୁଥିଲୁ? ବଣିଆ। ବଣିଆ। ତୁ ଭୂତ ପରାରେ? ନା ଗେଲେରେ କହିଦେଇଥିଲି। ହଁ ହଁ, ମୁଁ ତୋର ଅଜା ହେବି ତ ତୁ ଗେଲ କରୁଛୁ। ତୁ ଶଳା ଘରୁ ବାହାର, ନହେଲେ ଶଳା ଦୋସ୍ତାର ଶିଖି। ସିଏ ପୁରା ଆଇ ସମସ୍ତେ ମୋ ସୁନା କାମ କରିବେ। ଖାଲି କଣ ମୋ ସୁନା, ଇଏ ଗାଁରେ ଯେତେ ସ୍ତ୍ରୀ ଲୋକ ଅଛନ୍ତି ସମସ୍ତଙ୍କ ସୁନା କାମ କରିଦେଇ ଯିବେ। ଏ ହଇରେ ଶଳା, ତୁ ମୋ ମାଇକିନାର ସୁନା ଦେଖିବୁ? ଖାଲି ଦେଖିବିନି, ଆଉ ତମ ସ୍ତ୍ରୀର ସୁନାରେ କଣ ଡିଫେକ୍ଟ ଥିବ ମୁଁ ପୁରା ଠିଆରେ କରି ଆଉ ଠିଆରେ ନ ହବ ଦୋକାନକୁ ନେଇଯିବି ଏସିଡି ପକେଇ ପୁରା ଠିଆରେ କରି ସଫା କରିଦେବି। ଆଉ ଏ ବାପ, ତୁ ମୋ ମାଇକିନାର ସୁନାରେ ଆଉ ଏସିଡି ପକାନରେ ସେ ସୁନା ରହିବ କି ରେ ବାପ? ସେ ସୁନା ଆଉ ସୁନା ହେଇକି ରହିବନି, ପୁରା ଛିନଛତର ହେଇଯିବ। ବାପା ତୁ ଏବେ ଶଳା ମୋ ଘରୁ ବାହାରିବୁ ନା ଶଳାକୁ ସେକିବି। ମୁଁ ମନା କରୁଛି ସେଇଠି ରୁହ। ମୁଁ ମନା କରୁଛି ସିଏ ଆସନ୍ତି ସୁନା କାମ କରିକି ଦେଇ ଯିବେ। ତମେ ଜମା ବ୍ୟସ୍ତ ହୁଅ ନା, ସୁନା କାମ କରିବେ। ବ୍ୟସ୍ତ ହେବେନି ଶଳା, ମୋ ମାଇକିନାର ସୁନା ଦେଖିବ, ମୁଁ ପୁଣି ବ୍ୟସ୍ତ ହେବେନି। ଶଳା ତମେ ଚଲେଇଛ ଧନ୍ଦା। ଆଉ କଣ କହୁଥିଲ? ତମେ ମୋ ସୁନା କାମ କରିବ ନା? ତମେ ପାରିବନି। ଅନେଇଲ, ତମେ ବସିଲେ ଉଠି ପାରୁନ, କହିଲ କଣ ମୁଁ ସଫା କରିଦେବି। କଣ କହିଲୁ? ବସିଲେ ଉଠି ପାରୁନି? ହେଇଠି ଧନ ବସିଲେ ସିନା ଉଠି ପାରୁନି, ହେଲେ ଗୋଟେ ଥର ଉଠିଲେ ଆଉ ବସିବାର ନା ଧରୁନି ଲୋ। ଏ ବୁଢାର ବୟସ ହେଲାଣି, ଘଣ୍ଟା ପଇସା ମିଳୁଛି। କଣ କହୁଛି ଜାଣି ପାରୁନାହିଁ। ତମେ ଏଇଠି କିଛି ସମୟ ଅପେକ୍ଷା କର, ମୁଁ ସୁନା ନେଇକି ଆଉଛି। ସୁନା ଦେଖିକି ଯିବ, ଆସିବ ପୁରା ମାରିବ। ଏ ଚୁଚୁମି, ଭାଇ ଆସ। କୁଆଡେ ଆସୁନ ଟିକେ ଆସ। ବୁଝିଲ ନା ଭାଇ, ମୁଁ ହଉଛି 1 ନମ୍ବର ବଣିଆ। ହେଇଥିବ ଗାଁର ସବୁ ଝିଅ ମାନଙ୍କର ସୁନା କାମ ବା ମୁଁ କରେ। ହଁ ହେଇଥିବ, ମୁଁ ଜାଣିନି, କିନ୍ତୁ ହଁ ତତେ ହାତ ଦୌଡୁଛି ରେ ଭାଇ। ହଁ ତୁ ପଳା, ମୋ ମାଇକିନାର ସୁନା ମୁଁ ଦେଖିବି। ବୁଝିଲୁ ବାପା, ମୋ ମାଇକିନାର ସୁନା ଯଦି ଡିଫେକ୍ଟ ଥିବ ମୁଁ ଏକ୍ସଚେଞ୍ଜ କରିଦେବି। କଣ ନାଇଁ ନାଇଁ ତମେ ସେ ଭୁଲ ଜମାରୁ କର। କାହିଁକି? କଣ ଅସୁବିଧା ଅଛି କି? ତମେ ବୋଧେ ଜାଣିନ, ହଁ ତମ ସ୍ତ୍ରୀର ସୁନା ସମଥିଙ୍ଗ ଡିଫରେନ୍ସ। କଣ ହେଲା? କିଏ କାମୁଡି ଦେଲେ? ଚମ୍ପେଇ ନେଉଳ ସରିଗଲାରେ କଥା। ଛଳା ଖରା ଦିନେ ବର୍ଷା ନାହିଁ, କିଛି ନାହିଁ, ଘଡଘଡି ମାରିବ କେମିତି? ଘଡଘଡି ମାରିଲେ ସେ ବିଷ ଝଡ଼ିବ। ଏ ଭାଇ, ତୋ ଗୋଡ ତଳେ ପଡୁଛୁ, ତ ହାତ ଦଉଛୁ, ମତେ ଟିକେ ସାହାଯ୍ୟ କରେ, ମୋ ମାଇକିନାକୁ ମେଡିକାଲ ନେଇଯିବା। ହଁ ଚାଲ ଚାଲ। ଆଲୋ ଏଇଠି କଣ କିଏ ଝାଡ ଫୁଙ୍ଗ ଜାଣିଛି? ଭାଇ ମୁଁ ଏ ଟିକେ ଆଗରୁ କହୁନଥିଲି ମୁଁ ବଣିଆ ଗୁଣିଆ, ମତେ ଯଦି ଟିକେ ଚାନ୍ସ ଦିଅନ୍ତ ମୁଁ ସେ ଔଷଧ ଜାଣିଛି। ଆଉ ଜାଣିଛୁ? ହଁ, ତୁ କଣ କରିବୁ? ଚୁଚୁମିବା ମନ୍ତ୍ର, ଯୋଉ ଜାଗାକୁ କାମୁଡିଥିବ ସେଠିକି ଓଠ ଲଗେଇକି ଚୁଚୁମିକିରି ବିଷ କାଢିଦେବି। ଆଉ ହଁ, ଏଇ ର ମୁଁ ଟିକେ ପଚାରୁଛି ତାର କୋଉଠିକି କାମୁଡିଛି, ତାପରେ ଦେଖିବି ନା। ହଁ ଶୀଘ୍ର ପଚାରିବ, ନହେଲେ ବିଷ ପୁରା ଝରିଯିବ। ଚୁଚୁମି, ତୋର କୋଉଠିକି କାମୁଡିଛି? ଏ ନା, ଏ ବାପା ତୁ ଯାରେ, ମୋ ମାଇକିନାର ଗାଲକୁ କାମୁଡିଛି, ତୁ ଶଳା ଗାଲକୁ ଚୁଚୁମିବୁ? ନା ନା, ତୁ ଯା ଯା ଯା। ହଉ, ମୋର କଣ ଯାଏ ସେ, ମୁଁ ଯାଉ। ହଉ ତୁ ଯା। ତୋ ଭାଗ୍ୟ ଖୋଲିଗଲା ରେ। ବୁଝିଲୁ ବାପା, ସେ ଆଉ ସମ୍ଭାଳି ପାରୁନି। ତୁ ଯାଇକି ତାର ବିଷ କାଢିଦେ। ହଉ କାଢିଦେବି। ଆଉ ହଉ ତୁ ଯା କାଢ, ମୁଁ ଦେଖୁଛି। ଆଉ ନା ତମେ ସେପଟକୁ ଅନେଇକି ଠିଆ ହୁଅ।
କ'ଣ ଅନେଇଲେ ବିଷ ବାହାରିବନି? ମନ୍ତ୍ର କାମ ଦବନି। ହଁ ଅକାଳେ ପଡ଼ିଛି ଭାଲୁ ଯେତେ ପେଲୁଛି ପେଲୁ ଆଉ। ଆରେ ହେଲା କିରେ? ଆରେ ଟିକେ ରହୁନ, ଶୀଘ୍ର କଣ ବାହାରିବ? କିରେ ଶଳା ବିଷ ଛାଡୁଛୁ ନା ବିଷ ପୁରଉଛୁ ବେ? ଆବେ ହେଲା କି? ଭାଇ ଓ ବାହାରି ପଡିଲା, ହଁ ପୁରା ନୀଳ ନୀଳ ବିଷ। ହଁ ହଁ ଆଲୋ ଚୁଚୁମି, ବଞ୍ଚିଗଲି ପାଗଲ। ତତେ ଏବେ ଭଲ ଲାଗୁଛି ନା? ହଁ ଭଲ ଲାଗେ। ହଁ ହଁ ବୁଝିଲୁ ନା ବାପ, ତୋ ଗୋଡ଼ ତଳକୁ ଜୁହାର। ତୁ ଭଗବାନ ଭରି ଲୋକ ଅଛୁ ରେ ବାପ, ମୋ ମାଇକିନାଟାକୁ ବଞ୍ଚେଇ ଦେଲୁ। ଯାହା ହଉ ହେଡ଼ି ବାପ, ତୁ ମୋ କଥା ଟିକେ ରଖିବୁ କି? କଣ? ତୁ ଗୋଟେ କାମ କରେ, ହଁ ତୁ ଆଜି ମୋ ଘରେ ରହିଯା, ମୁଁ ଯାଉଛି ମଟନ୍ 2 କିଲୋ ନେଇକି ଆସୁଛି, ବସିବା ମିଶିକିରି 3 ଜଣ ଯାକ ବହିକିରି ଖାଇବା ଆଉ। ନାଇଁ ମୋ ଭାଇ, କଣ ଖାଇବେ? ଏ ନା ତୁ ରାଗିଛୁ କି? ରାଗ ନା, ମୁଁ ଯାଉଛି ମଟନ 2 କିଲୋ ନେଇକି ଆସିବି ରେ ବାପା, ମିଶିକି ଖାଇବା। ହଉ ପାଗଲୁ ପାଗଲୁ, ଡେରି ହଉ ପଛେ ଭଲ ମଟନ ଟିକେ ଖୋଜିକି ଆଣିବ। ଆଉ ପାଗଲୁ, ଛେଳିର ମଝି ଗୋଡ଼ଟା ଆଣିବାକୁ ଭୁଲିବ ନାହିଁ। ତମେ ତ ଜାଣିଛ ମୁଁ ମଝି ଗୋଡ଼ ଖାଇବା କାଙ୍ଗେଳିଟା। କିରେ ଶଳା, ଛେଳିର 4ଟା ଗୋଡ଼ ଜାଣିଛି, ହେଲେ ଛେଳିର ମଝି ଗୋଟା କୋଉଟା? ତମେ ସେ ପଠାଣକୁ ମାଗିବ, ସେ ଦେଇଦେବ ଆଉ। ପଠାଣକୁ ମାଗିଲେ ଦବ? ହଁ ଆଚ୍ଛା ଚୁଚୁମି, ତୁ ଭିତରେ ଭିତରେ ମଝି ଗୋଡ଼ ଖିଆ ଶିଖିଗଲୁଣି? ହଁ ଦାନ୍ତ ଦେଖା ନା, ଦାନ୍ତ ସମସ୍ତଙ୍କର ଅଛି। ହଁ ହଉ ହଉ ହଉ, ତମେ 2 ଜଣ ଥ, ମୁଁ ଆସୁଛି। ପିଲା ଚୁଚୁମି, ଚୁଚୁଆ ଭାଇ, ତୋ ମୁଣ୍ଡରେ କେତେ ବୁଦ୍ଧି ଲୋ। ଦେଖିଲ ଏଇ ବୁଦ୍ଧି ପାଇଁ ତମେ 4-6 ଦିନ ରହିକି ଯିବ। ତୁ ଯେତେବେଳେ କହୁଛୁ ରହିଯିବି ଆଉ। ଇଏ ବୋଉଲୋ, ମରିଗଲି ଲୋ। କଣ ହେଲା ପାଗଲୁ ପାଗଲୁ? ଛାଡ଼, ମୁଣ୍ଡରେ ଫାଟିଗଲା ଇଏ। ଛାଡ଼, ଫାଟିକିରି ଏଇଟା ଫୁଲି ଯାଇଛି। ଆଉ ପଚାରିନି ଲୋ, ମୋର ପୁରା ଫୁଲିଗଲାଣି। କାଇଁ ତମର କଣ ହେଇଛି ଫୁଲିଗଲା? ଆଲୋ କୋଉଠି ଫୁଲିଲା? କଥା କ'ଣ କି, ହଁ ମଟନ ଆଣିବାକୁ ରାସ୍ତାକୁ ଗଲାବେଳେ ହଁ ସେ ପାଚିରି ସାଇଡରେ ଏକ କରୁଥିଲି। ହଁ। କୋଉଠି ଥିଲା ସେ ଚମ୍ପେଇ ନେଉଳ, ଚଟକିନି ଜମ୍ପ ମାରି ପଟକିନି ଚୋବେଇଲା। କୋଉଠିକି ପାଗଲୁ, କୋଉଠିକି କୋଉଠି? ଆଉ କୋଉଠି ବି ସେ ପରିସ୍ରାଗାର ମୁନକୁ ଆଉ ବଞ୍ଚିବିନି। ଚାଲ ଚାଲ, ମୁଁ ତମକୁ ମେଡିକାଲ ନେଇଯିବି। ଚାଲ ମେଡିକାଲ ଯାଇ ଯିବିନି ଆଉ। ବୁଝିଲୁ ଚୁଚୁମି, ଏଇ ତୋର ଯେମିତି ଚୁଚୁମିକି କାଢିଥିଲା, ତାକୁ କହ ମୋର ସେମିତି ଚୁଚୁମିକି କାଢିବ। ସେ ଜାଗାକୁ କେମିତି ଚୁଚୁମିବେ? ଆଲୋ ମନ୍ତ୍ର ଜାଣିଥିଲେ ଜାଗା ଅଜାଗା ସେମିତି କିଛି ଫରକ ପଡେ। କ୍ଷମା କରିଦିଅ, କ'ଣ ପାରିବିନି। ପାରିବୁନୁ? ଏଇଠି ବାପ ହେଇଛୁ ଗାଁ ଗାଁ ବୁଲି ବୁଲି କହିଛି। ଏ ରୁହ ମ, କ'ଣ? ମୁଁ ତମକୁ ଗୋଟେ କଣ କରୁଛି ଟିକେ ରୁହ। ହଁ ହଁ ଚୁଚୁଆ ଭାଇ, ଚୁଚୁଆ ଭାଇ, ହଁ। ନା ବୁଢା ଟିକେ ଚୁଚୁମି ବୁଢା ମରିଯିବ। ଚୁଚୁମା ଭାଇ ଶୁଣ, ଏ ଶୁଣ, ଏ ରୁହ ଟିକେ, ଆମକୁ ଟିକେ କଥା ବଳେ। ମୁଁ ତମକୁ
ଚୁଚୁମି ଦେବ ଆଉ କଣ ନା ମୁଁ ଯିବି ପୁଣି ଚୁଚୁମି ଆଉ କିଏ ଯିବ ଆବେ ଭୁଲିଗଲା ବେ। ହେଇଟି ଶୁଣ ଢେଙ୍କାନାଳ ତମ ପିଲା ତମେ ସମ୍ଭାଳ ମୁଁ ଯାଉଛି ଚୁଚୁମି ଏ ବାପ ହରେ ବାପ ହଁ ବୁଝିଲୁ ହଁ ତୁ ଚୁଚୁମା ମନ୍ତ୍ର ଜାଣିଛୁ ବୋଲି ସେ ଢିଙ୍କି ସାଉଠୁ ଆରମ୍ଭ କରି ଶେରଗଡ଼ ଯାଇ କହିଦେଇଛି ବାପରେ ଯଦି ତୁ ମୋର ଚୁଚୁମୁନୁ ବୋହେ ନା ଦେବେ ରେ ବାପ ଭାଇ ପାରିବେନି ମତେ ଛାଡ଼ି ଦିଅ ମୁଁ ଯାଉ ଏ ଭାଇ ମାନେ ବୁଝିଲୁ ନା ବାପା ଭାଇ ଚୁଚୁମି ଦେ ବୁଝିଲୁ ନା ବାପା ଇଏ ନା ଦାନ୍ତ ଲଗଉନୁ ଆଇସ୍କ୍ରିମ ଚୁଚିଲା ଭଳିଆ ଚୁଚୁମି ଦେବୁ ଆଉ ନାଇଁ ନାଇଁ हे प्रभु हरे राम कृष्ण चंद्र जगन्नाथ प्रेमानंद ये क्या हुआ ये क्या नहीं हुआ है ये खुला हुआ है भाई मत भी एक साहाଯ୍य करना टंका 10-15 हजार दे देबी ये आसिक दियो चुचुमी दियो ये आसिक राम कृष्ण जगन्नाथ प्रेमानंद ये क्या हुआ गलाव में पानी आ गया हे प्रभु हे हरि राम कृष्ण जगन्नाथ प्रेमानंद ये क्या हुआ गलाव में पानी आ गया